ତାମାନେ ତୁମେମାନେ ଜାଣିଥିବ କାରଣ ଏଇ ଭିଡିଓର ବନେଇବାର ମୁଖ୍ୟ କାରଣ ହେଲା ବହୁତ ସାରା ପିଲା କ୍ୱେଶ୍ଚନ କରୁଥିଲେ ଯେ ସାର୍ ଯୋଉ ଆପଣଙ୍କର ଆସୁଛି ବର୍ତ୍ତମାନ ସମୟରେ ଓ ତ୍ରିପଲ୍ ଏସି ର କଣ କିଛି ନୂଆ ଭେକେନ୍ସି ଆସିବାର ଅଛି କି? କାରଣ ଗଭର୍ଣ୍ଣମେଣ୍ଟ ଯେମିତି ପିଲାମାନେ ତୁମକୁ କହିଥିଲା ପୂର୍ବରୁ ଗଭର୍ଣ୍ଣମେଣ୍ଟ କଣ କହିଥିଲା ଯେ ଜୁଲାଇ ପୂର୍ବରୁ ତାଙ୍କର ସବୁ ଭେକେନ୍ସି ସେମାନେ ପୂରଣ କରିବେ। ଏକଥା ପିଲାମାନେ ତୁମର ଗଭର୍ଣ୍ଣମେଣ୍ଟ କହିଥିଲା ପୂର୍ବରୁ ଯେ ତୁମର ଯେତିକି ବି ଭେକେନ୍ସି ରହୁଛି ଏଗୁଡିକ ଜୁଲାଇ ପୂର୍ବରୁ ତମର ହବ ଜୁନ ଜୁଲାଇ ପୂର୍ବରୁ ହବ କାରଣ ଗଭର୍ଣ୍ଣମେଣ୍ଟ ଯୋଉ ପୂର୍ବରୁ ଅଛି ତୁମର କହିଥିଲା ଯେ ପ୍ରଥମ ବର୍ଷ ସେମାନେ 65,000 ଭେକେନ୍ସି ଦେବେ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ତା ହିସାବରେ ଗଭର୍ଣ୍ଣମେଣ୍ଟ ହିସାବରେ ମାତ୍ର 35,000 ପଦବୀ ପୂରଣ ହେଇଛି ଆଉ ବାକି 30,000 ପଦବୀ ସେମାନଙ୍କୁ ପଞ୍ଚାୟତ ଇଲେକ୍ସନ ପୂର୍ବରୁ ତମକୁ ଦବା ପାଇଁ ପଡିବ। ତ ଏଇ ଯୋଉ 30,000 ପଦବୀ ଭିତରେ ପିଲାମାନେ ତୁମର କଣ କଣ ଅଛି କେମିତି ଏବେ କଣ ଭେକେନ୍ସି ଆସିଛି ମୁଁ ସବୁ କହିବି କିନ୍ତୁ ତା ପୂର୍ବରୁ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଇନଫର୍ମେସନ ମୁଁ ଦବା ପାଇଁ ଚାହୁଁଛି। ପିଲାମାନେ ଦେଖ ତୁମେ ଜାଣିଥିବ ଯେ ଆରଆଇ ଅମିନ ଏକ୍ସାମ ଆଉ ତୁମର ହାତରେ ଅଳ୍ପ ଦିନ ଅଛି ଏବଂ ତୁମେମାନେ ଏଟା ବି ଜାଣିଥିବ ଯେ ଏଥର ଯଦି ତୁମେ ଏଇ ଚାକିରିଟା ନ କରୁଛ ବା ଯଦି ତୁମର ଏଥର ଚାକିରି ନ ହଉଛି ନେକ୍ସଟ ଭେକେନ୍ସି କେବେ ଆସିବ ଏକଥା କେହି ଜାଣି ନାହାନ୍ତି। ତେଣୁ ଯଦି ତମେ ପୁରା ପ୍ରଥମରୁ ପ୍ରିପାରେସନ କରିବା ପାଇଁ ଚାହୁଁଛ ତୁମର ସ୍ୱପ୍ନ ଅଛି ଯେ ସାର୍ ଯେମିତି ବି ହେଲେ ଆମେ ଏଥର ଆରଆଇ ଅମିନ ଚାକିରି କରିବୁ ତାହେଲେ ପିଲାମାନେ ଆମର ଏଇ ସୁପର 30 ବେଚ୍ ତମେ ମାନେ ନେଇପାରିବ ଯୋଉଠି ଆମେ ବେସିକରୁ ପଢଉଛୁ ଏବଂ ତା ବି ମାତ୍ର 30 ଜଣ ପିଲାଙ୍କ ପାଇଁ ବେଶୀ ପିଲାଙ୍କୁ ଆମେ ରଖୁନୁ କାରଣ ଆମେ ଚେଷ୍ଟା କରୁଛେ 30 ଜଣ ପିଲାଙ୍କୁ ଆମେ ନବୁ ଏବଂ ଯେମିତି ବି ହଉ ତାଙ୍କର ଚାକିରି କରେଇବୁ। ମାତ୍ର ପିଲାମାନେ ଆଉ 7ଟା ସିଟ୍ ଅଛି ଯଦି ତମେ ଏନରୋଲ କରିବା ପାଇଁ ଚାହୁଁଛ ଏବେ ହିଁ ଏନରୋଲ କରିଦିଅ କାରଣ 30ଟା ସିଟ୍ ପରେ ଆମେ এই ବେଚ୍ କୁ କ୍ଲୋଜ କରିଦବୁ। ଭିଡିଓ ଡେସ୍କ୍ରିପସନରେ ଲିଙ୍କ ଅଛି ସେଠୁ ଯାଇକି ତମେ ମାନେ ଆମର এই ସୁପର 30 ବେଚ୍ କୁ ଏନରୋଲ କରିପାରିବ ନହେଲେ ସ୍କ୍ରିନରେ ଆମ ନମ୍ବର ଅଛି ଆମକୁ କଣ୍ଟାକ୍ଟ କରିକି ମଧ୍ୟ ତମେ ମାନେ ଏନରୋଲ କରିପାରିବ। ତ ଏଠି ଲକ୍ଷ୍ୟ କର ପିଲାମାନେ ବର୍ତ୍ତମାନ ସମୟରେ ନୋଟିସଟି କଣ ଆସିଛି 23/3/2026 ରେ ତୁମର ନୋଟିସଟି ଆସିଥିଲା। এটা ପିଲାମାନେ କଣ ନା ଫାର୍ମାସିଷ୍ଟ ଭେକେନ୍ସି ଯୋଉ ରହିଛି ତୁମର ଫାର୍ମା ଯୋଉ ରହିଛି ଫାର୍ମା ଅଫିସର ରିସେଣ୍ଟଲି ତାଙ୍କର ପିଲାମାନେ ସରିଥିଲା ତା ଉପରେ ତୁମର ଆସିଛି କେତୋଟି ଭେକେନ୍ସି ଆସିଛି ନା ତମର ଟୋଟାଲ ଉପରେ ଯଦି ମୁଁ କହିବି 1108ଟି ଭେକେନ୍ସି ତମର ଅଲ୍ ଟୋଟାଲ ଉପରେ ଏଠି ଆସିଛି ଟୋଟାଲ ମାନେ ସବୁ ମିଶେଇକି 1108ଟି ଭେକେନ୍ସି ଆସିଛି ଯାହା ମଧ୍ୟରୁ ପିଡବ୍ଲ୍ୟୁଡି ର ଭେକେନ୍ସି 44ଟି। ତ ଆ ସହିତ ଆଉ କଣ କଣ ଭେକେନ୍ସି ଆସିବ ମୁଁ ସେଗୁଡା ତମକୁ କହିବି କିନ୍ତୁ ପ୍ରଥମେ ଚାଲ ଆର ସିଲାବସଟାକୁ ଆମେ ଜାଣିନବା କାରଣ ଭିଡିଓ ବନେଇବାର ମୁଖ୍ୟ କାରଣ ହେଲା ଯେ ଆର କମ୍ପ୍ଲିଟ ଇନଫର୍ମେସନ ମୁଁ ତୁମମାନଙ୍କୁ ଦେବି। ଏଠି ପିଲାମାନେ ଦେଖିଦିଅ ଆ ଯୋଉ ସିଲାବସ ରହିଛି ଏଟା ପୂର୍ବରୁ ଯୋଉ ତୁମକୁ ମୁଁ ପୂର୍ବ ସିଲାବସ ଦେଖେଇଛି ଯୋଉଠି ତମର ପ୍ରିଲିମ୍ସ ଏକ୍ସାମ ମାନେ ତମର ଯୋଉ ରହୁଥିଲା ପ୍ରିଲିମ୍ସ ମେନ୍ସ ହଉଥିଲା କିନ୍ତୁ ବର୍ତ୍ତମାନ ସମୟରେ ଓ ତ୍ରିପଲ୍ ଏସି ର ଯୋଉ ଏକ୍ସାମ ଗୁଡିକ ରହୁଛି ଏଟା ତୁମର ସିଙ୍ଗଲ ଏକ୍ସାମ ହଉଛି ଆଉ ତମର ପ୍ରିଲିମ୍ସ ମେନ୍ସ ବର୍ତ୍ତମାନ ସମୟରେ ନାହିଁ ସିଙ୍ଗଲ ଏକ୍ସାମ ତୁମମାନଙ୍କର ଏଠି ରହୁଛି। ତ ସିଲାବସ କଣ କଣ ରହିବ ଦେଖ ପ୍ରଥମ ହେଲା ତୁମର ଆରିଥମେଟିକ ରହୁଛି 10 ଷ୍ଟାଣ୍ଡାର୍ଡ ଡାଟା ଇଣ୍ଟରପ୍ରେସନ ରହୁଛି ଡିଆଇ ଯୋଉଟା ରହୁଛି ତୁମର ଯୋଉଟା ତାପରେ ତୁମର ରିଜନିଂ ରହୁଛି ତୁମର କରେଣ୍ଟ ଇଭେଣ୍ଟସ ରହୁଛି ଯୋଉଟା ତୁମର ରହୁଛି ଜିକେ ଉପରେ ରହୁଛି ଏବଂ କମ୍ପ୍ୟୁଟର ପିଲାମାନେ ତମର ରହୁଛି ଏଠି ତମର ଓଡିଆ ଇଂଲିଶ ଆସୁ ନାହିଁ ତା ସହିତ ତମର ଯୋଉ ରହିଛି ଫାର୍ମାସିଷ୍ଟ ଟପିକ ଯେମିତି ତମର ଫାର୍ମାସିଟିକାଲ କେମିଷ୍ଟ୍ରି ଫାର୍ମାଜନସି ଏଗୁଡିକ ହସ୍ପିଟାଲ ଏଣ୍ଡ କ୍ଲିନିକାଲ ଫାର୍ମାସି ଡ୍ରଗ ଷ୍ଟୋର ବିଜନେସ ମ୍ୟାନେଜମେଣ୍ଟ ଏସବୁ ତମର ଫାର୍ମାସିଷ୍ଟରେ ଯେତିକି ଟପିକ ରହୁଛି ସେଇଗୁଡିକ ତମର ଏଠି ଭେକେନ୍ସି ଆସିବ ମାନେ ସରି ସେଇଗୁଡିକ ତମର ଏଠି ସିଲାବସ ରହିଛି। ତ ଏତିକି ପିଲାମାନେ ତମର କମ୍ପ୍ଲିଟ ସିଲାବସ ଏଟା ତମର ପ୍ରିଭିୟସଲି ତମର ଯୋଉ ଥିଲା ସିଲାବସ ତ ବର୍ତ୍ତମାନ ସମୟରେ ଗଭର୍ଣ୍ଣମେଣ୍ଟ କଣ କରୁଛି ଯେହେତୁ ତମର ବହୁତ ଜଲ୍ଦି କୋଡ ଅଫ କଣ୍ଡକ୍ଟ ଲାଗିଯିବ କାରଣ 2027ରେ ତମର ପଞ୍ଚାୟତ ଇଲେକ୍ସନ ରହୁଛି ତେଣୁ ଗଭର୍ଣ୍ଣମେଣ୍ଟ ବର୍ତ୍ତମାନ ସମୟରେ ଆଉ ଡବଲ ଏକ୍ସାମ କରୁନି ଏବେ ତୁମେ ସିଙ୍ଗଲ ଏକ୍ସାମ ଦିଅ ଚାକିରି କର ସେଇଟା ହିଁ ତୁମମାନଙ୍କ ପାଇଁ ଏକ ବହୁତ ବଡ ପ୍ଲସ୍ ପଏଣ୍ଟ ପିଲାମାନେ କାରଣ ପୂର୍ବରୁ ପ୍ରିଲିମ୍ସ ହଉଥିଲା ମେନ୍ସ ହଉଥିଲା କିନ୍ତୁ ଏବେ ତୁମର ସିଙ୍ଗଲ ଏକ୍ସାମରେ ସବୁ କିଛି ରହିଯାଉଛି। ତ ଏଠି ପିଲାମାନେ ଲକ୍ଷ୍ୟ କର ଯେମିତି ମୁଁ ତୁମକୁ କହିଲି ତୁମେ ଯଦି ଫାର୍ମାସିଷ୍ଟରେ କରିଥିବ ବି ଫାର୍ମ ଏମ୍ ଫାର୍ମ କିଛି କରିଛ ତାହେଲେ ତୁମେ ମାନେ ଏଠି ଆବେଦନ କରିପାରିବ 1108ଟି ଭେକେନ୍ସି ତମର ଏଠି ବର୍ତ୍ତମାନ ସମୟରେ ଆସିଛି ଯୋଉଟା ମଧ୍ୟରୁ 44ଟା ତମର ହଉଛି ପିଡବ୍ଲ୍ୟୁଡି ବୁଝିହେଲା ଏବଂ ଏଇଟା ପିଲାମାନେ ହଉଛି ତମର କଣ ଗ୍ରୁପ ସି ଭେକେନ୍ସି ତମର ଏଟା ରହୁଛି। ଏଇଠି ଗୋଟେ କଥା ତୁମେ ମାନେ ମତେ ପଚାରିବ ଯେ ସାର୍ ଆଉ କଣ କଣ ଭେକେନ୍ସି ଆସିବ କାରଣ ଯେମିତି କହିଲେ ଆପଣ ଯେମିତି କହିଲେ ଯେ ଗଭର୍ଣ୍ଣମେଣ୍ଟ କହିଥିଲା ଯେ 30,000 ଭେକେନ୍ସି ସିଏ ଟୋଟାଲି ପୂରଣ କରିବ ଆ ମଧ୍ୟରୁ ଆଉ କଣ କଣ ଭେକେନ୍ସି ଆପଣଙ୍କର ଆସିବ ପିଲାମାନେ ଦେଖ ଏଠି ଗଭର୍ଣ୍ଣମେଣ୍ଟ ଅଲରେଡି କ୍ଲିୟର କହିସାରିଛି ଯେ ଜୁନ ଜୁଲାଇ ସୁଦ୍ଧା ସେ ସମସ୍ତ ଭେକେନ୍ସି ଯାହା ବି ତମର ଭେକେନ୍ସି ଗୁଡିକ ରହିଛି ସେ ସବୁ ଗୁଡିକ ଭେକେନ୍ସି ତମର ପୂରଣ କରିବ। ତ କଣ କଣ ଭେକେନ୍ସି ବର୍ତ୍ତମାନ ସମୟରେ ଆସିବ ତୁମେ ମାନେ ବହୁତ ସାରା ପିଲା ପଚାରୁଥିଲ ଯେ ସାର୍ ପିଓ ଭେକେନ୍ସି କେବେ ଆସିବ ପିଓ ଭେକେନ୍ସି ମଧ୍ୟ ପିଲାମାନେ ଆ ସହିତ ଇନକ୍ଲୁଡ ହେଇକି ଆସିବ ପିଓ ଭେକେନ୍ସି ପ୍ରଥମ
द्वितीयटा पिला माने तुमर कोन सेटा तुमर हैला जूनियर रेवेन्यू असिस्टेंट जो तुमर जूनियर रेवेन्यू असिस्टेंट रहिछि एटा तुमर आसीबो। तृतीयटा तुमर पिला माने कोउटा सेटा तुमर हैला डेटा एंट्री ऑपरेटर एई वैकेंसी मध्ये तुमर आसीबो। एइटी पिला माने मो गोटे कथा कहि रखिबा को चाहूछि बहुत सारा पिला एबे भी गवर्नमेंट कंप्यूटर सर्टिफिकेट करू नाहंती बा बहुत सारा पिला भाबुचंती जे आमे एग्जाम आसी गले आमे कंप्यूटर सर्टिफिकेट किनि आनिबो हमर हेइ जिवो चाकरी सेमिति जमा नुहे पिला माने आरआई अमीन कथा अलगा सेठी तुमे जदि सर्टिफिकेट किनि भी आनुछ तमरो सेठी हेइ जिवो किंतु जो डेटा एंट्री ऑपरेटर रो तुमर रहउछि पिला माने एठी तमे जदि सर्टिफिकेट किनि आनिछ जीबी बेले से माने चिरी की तुम मुहरे पकेइ देबे सेति पई जो माने भी गवर्नमेंट रो 3 मासिया कोर्स करिया पई चाहुछ स्क्रीन ले हम नंबर अछि गवर्नमेंट रो मात्र 3 मास रे ओएससीआईटी कोर्स जो रही तुम पिला माने करि परिबो। तो एतिकी वैकेंसी रहिला आ सहित तुमर आउ कोन हबो ना तुमर जेटी 7000 प्लस जेटी वैकेंसी आसीबो जो तुमर जूनियर टीचर रहउची ता सहित तुमर आरएसटी भी तुमर पाखा पाखी 4000 वैकेंसी आसीबो कारण से 30000 कहिची सेमिति तुमर ओडिसा पुलिस रो डिस्ट्रिक्ट कांस्टेबल वैकेंसी एवं आउ जहा बाकी रहिला तुमर नॉन टीचिंग स्टाफ पिला माने वैकेंसी एवं एटा जो तुमर रहिला 1108 टी फार्मासिस्ट वैकेंसी तुमर पिला माने आसीबो। पीओ पई तुमर क्वालिफिकेशन +3 पास रहिबो बयस तुमर रहिबो 21 रु 42 ता सहित तुमर जो रहिची जो जूनियर रेवेन्यू असिस्टेंट रहउची ता पई तुमर क्वालिफिकेशन रहिबो +2 पास एठी भी तुमर रहिबो 20 रु 42 डेटा एंट्री ऑपरेटर पई भी तुमर रहिबो +2 पास एठी भी तुमर रहिबो 20 रु 42 जेठी तुमे पिला माने जानिथिबो जदि तुमे सीटी किंबा बीएड करिचो ताले तुमे माने ए जूनियर टीचर पई एलिजिबल बा आ पई अप्लाई करि परिबो सीटी किंबा बीएड सेमिति तुमे एटा लक्ष्य करो जो तुमरो आउटे जो तुमरो पिला माने आसीची एगुडा तुमरो जो आरएसटी आसीची एटा तो बीएड पिलांग पई आसीबो। तो एमिति पिला माने टोटल ऊपर तुमरो आसीबो डिस्ट्रिक्ट कांस्टेबल तुमरो 10 पास हला टोटल आ नॉन टीचिंग स्टाफ तुमरो होची +2 +3 एति वैकेंसी पिला माने तुमर जून जुलाई भितर आसिया पई जाउची किंतु गुटे कथा मने रखो आरआई अमीनो एबे आउ 2 वर्ष आसीबो नाही कारण ऑलरेडी तुमरो बहुत सारा पदवी एथरो गवर्नमेंट पूर्ण करूची 2023 रो आरआई अमीनो ता सहित 2025 रो आरआई अमीनो बहुत सारा गवर्नमेंट एथरो जेहेतु फिलअप करूची तेनो आरआई अमीनो आउ वैकेंसी आसी न पारे तेनो मु पिला माने तुमको बारंबार कहूची जरि तुमे प्रथम रु पढुचो एबे भी समय अछि पूरा प्रथम रु रिवीजन सहित पढ़िया पई चाहुचो ताले तुमे माने प्ले स्टोर जाओ सेठी हम एप्लीकेशन ऑल एग्जाम साथी को इंस्टॉल करो एवं हमर जो सुपर 30 बैच रहउची आको एनरोल कर दियो 7टा मात्र सीट अछि तुमे माने एनरोल करि परिबो हैला एवं तुमे माने जदि दरकार रहउची तुमे माने स्क्रीन ले हम नंबर अछि हमको कांटेक्ट करि परिबो। तो एई जो तुमको जॉब गुडी को पिला माने मु कहली जदि एई जॉब भितरु कोनोसी भी जॉब ऊपर तुमरो इन्फॉर्मेशन दरकार तुमे माने मते कमेंट सेक्शन ले पचारि परिबो ता सहित आमे केवल पेड नुहे पिला माने फ्री क्लासेस मध्ये तुम मान को प्रोवाइड करजु जदि तुम मान को फ्री क्लास दरकार ताहाले तुमे माने हम टेलीग्राम ग्रुप रे जॉइन हेई परिबो जार लिंक मु तुमको वीडियो कमेंट बॉक्स रे देई देइची। तो आज पई पिला माने एतिकी आशा करछि तुमको निश्चय रूप रे वीडियो टी भल लागिथिबो जदि भल लागिछि तुम संग साथी मान को मध्ये शेयर करबा सहित चैनल को सब्सक्राइब करि दियो। जय जगन्नाथ।